ମୋର ପ୍ରିୟ ବନ୍ଧୁମାନେ, ଆଜିର ଏଇ ଭିଡ଼ିଓରେ ଟପିକ୍ ଅଛି ଆମେ ଜାଣିବା ଆଧାର ସହ ଡିବିଟି ଯଦି ଆପଣଙ୍କର ଲିଙ୍କ୍ ହୋଇନାହିଁ ତାହେଲେ ଘରେ ବସି ନିଜ ମୋବାଇଲରେ ଅତି ସହଜରେ କିପରି ଆମେ ଲିଙ୍କ୍ କରିବା। ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ, ଆପଣ ଯେଉଁ ଆଧାର କାର୍ଡ଼ରେ ଡିବିଟି ଆପଣଙ୍କ ଲିଙ୍କ୍ ହେଇନାହିଁ, ଦେଖନ୍ତୁ ଆପଣ ଡିବିଟି ଚେକ୍ କଲେ ଆପଣଙ୍କୁ ଏଇଠି ଯେଉଁ ବ୍ୟାଙ୍କ ସିଡ଼ିଂ ଷ୍ଟାଟସ୍ ସେଇଟା ଇନ୍ଆକ୍ଟିଭ୍ ଶୋ କରିବ। ଇନ୍ଆକ୍ଟିଭ୍ ଶୋ କରିବ ମାନେ ଆପଣଙ୍କର ଡିବିଟି ଲିଙ୍କ୍ ନାହିଁ। ଆପଣଙ୍କର ଡିବିଟି ଲିଙ୍କ୍ ଅଛି କି ନାହିଁ ଆପଣ କିପରି ଜାଣିବେ? ସେ ବିଷୟରେ ମୁଁ ୟା ପୂର୍ବରୁ ଗୋଟେ ଭିଡ଼ିଓ ବନାଇଥିଲି। ଯଦି ଆପଣ ସେ ଭିଡ଼ିଓଟାକୁ ଦେଖିନାହାନ୍ତି ତାହେଲେ ଆପଣ ଏଇ ଯେଉଁ ଭିଡ଼ିଓ ଦେଖୁଛନ୍ତି ତାର ଡେସ୍କ୍ରିପସନ୍ରେ ମୁଁ ଭିଡ଼ିଓର ଲିଙ୍କ୍ ଦେଇଦେଇଛି, ଯେଉଁଟାକି ମୁଁ ପୂର୍ବରୁ ବନାଇଥିଲି। ଆଧାର ସହ ଡିବିଟି ଲିଙ୍କ୍ ହୋଇଛି କି ନାହିଁ କିପରି ଜାଣିବେ? ଯଦି ଆପଣଙ୍କର ସେଇଟା ଆକ୍ଟିଭ୍ ଶୋ କରେ ଏବଂ ଗ୍ରୀନ୍ କଲର୍ର ଗୋଟେ ଟିକ୍ ମାର୍କ ଥାଏ ତାହେଲେ ଆପଣଙ୍କର ସେଇଟା ଡିବିଟି ଲିଙ୍କ୍ ଅଛି ଏବଂ ଆପଣଙ୍କର କେଉଁ ବ୍ୟାଙ୍କ ସାଙ୍ଗରେ ଡିବିଟି ଲିଙ୍କ୍ ଅଛି ସେଇଟା ତା ତଳେ ଲେଖାଯାଇଥିବ। ଠିକ୍ ଅଛି, ବ୍ୟାଙ୍କ ନେମ୍ ସେଇ ଆକ୍ଟିଭ୍ ଲେଖା ହେଇଥିବ ଏବଂ ତା ଉପରେ ବ୍ୟାଙ୍କର ନେମ୍ ଲେଖା ହେଇଥିବ। ଯେଉଁଟା ଆପଣଙ୍କର ଇନ୍ଆକ୍ଟିଭ୍ ଶୋ କରିବ ତା ମାନେ ଆପଣଙ୍କର ଡିବିଟି ଲିଙ୍କ୍ ହୋଇନାହିଁ। ଆଜିର ଏଇ ଭିଡ଼ିଓରେ ମୁଁ ଶିଖେଇବି ଆପଣ କିପରି ଡିବିଟି ଲିଙ୍କ୍ କରିବେ। ତ ସାଙ୍ଗମାନେ, ଯଦି ଆପଣ ନୂଆ ଡିବିଟି ଆପଣଙ୍କର ଲିଙ୍କ୍ ନାହିଁ, ଯଦି ଆପଣ ନୂଆ ଡିବିଟି ଲିଙ୍କ୍ କରିବାକୁ ଚାହୁଁଛନ୍ତି ତାହେଲେ ଗୁଗୁଲ୍ କ୍ରୋମ୍ ବ୍ରାଉଜର୍ ଓପନ୍ କରନ୍ତୁ ଏବଂ ସେଇଠି ସର୍ଚ୍ଚ କରନ୍ତୁ NCPI। ଠିକ୍ ଅଛି, NCPI ସର୍ଚ୍ଚ କଲା ପରେ ଦେଖନ୍ତୁ ଏଇ ଯେଉଁ ପ୍ରଥମ ୱେବସାଇଟ୍ ଆସିଲା ସେଇଠି କ୍ଲିକ୍ କରନ୍ତୁ ଏବଂ କ୍ଲିକ୍ କଲା ପରେ ଦେଖନ୍ତୁ ଆମର ଏଇ ୱେବସାଇଟ୍ଟି ଓପନ୍ ହେଇଯିବ ଏବଂ ଦେଖନ୍ତୁ ତଳକୁ ସ୍କ୍ରୋଲ୍ କରିବେ। ଏଇଠି ଦେଖନ୍ତୁ ଗୋଟେ ଅପସନ୍ ଆସିବ, ଲେଖା ହେଇଥିବ କ'ଣ ନା କନଜ୍ୟୁମର। ଠିକ୍ ଅଛି, ଏଇ ଯେଉଁ କନଜ୍ୟୁମର ଲେଖା ହେଇଛି ସେଇଠି କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଆମର ଗୋଟେ ଅପସନ୍ ଆସିବ ଭାରତ ଆଧାର ସିଡ଼ିଂ ଏନାବଲର BASE, ସେଇଠି କ୍ଲିକ୍ କରିବେ। ଦେଖନ୍ତୁ ସେଇଠି କ୍ଲିକ୍ କଲା ପରେ ଆଉ ଗୋଟେ ୱେବ୍ ପେଜ୍ ଆମର ଓପନ୍ ହେଇଯିବ ଏବଂ ଏଇ ୱେବ୍ ପେଜ୍ରେ ଆମକୁ ଆଧାର ସହିତ ବ୍ୟାଙ୍କ ଲିଙ୍କ୍ କରିବାକୁ ପଡ଼ିବ ଏବଂ ସେଇ କାମଟିକୁ ଆମକୁ 7 ମିନିଟ୍ ଭିତରେ କମ୍ପ୍ଲିଟ୍ କରିବାକୁ ପଡ଼ିବ। ତାହେଲେ ଚାଲନ୍ତୁ ଜଲ୍ଦି ଆରମ୍ଭ କରିବା। ଏଇଠି ଏଣ୍ଟର ୟୋର ଆଧାର ନମ୍ବର, ଆପଣଙ୍କର ଆଧାର ନମ୍ବର ଦେବେ। ଏଇଠୁ ଆମର ଯେହେତୁ ଆମର ସିଡ଼ିଂ କରିବା, ଆମର ଏଇଠି ଫାଷ୍ଟ ସିଡ଼ିଂ ଅପସନ୍ରେ ସିଲେକ୍ଟ କରିବେ। ଠିକ୍ ଅଛି, ତାପରେ ସିଲେକ୍ଟ ବ୍ୟାଙ୍କ, ଆପଣ ନିଜର ବ୍ୟାଙ୍କ ନେମ୍ ସର୍ଚ୍ଚ କରିପାରିବେ। ଠିକ୍ ଅଛି, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ, ଆପଣଙ୍କର ଯେଉଁ ବ୍ୟାଙ୍କ ହେଇଥିବ ଆପଣଙ୍କର ସିଲେକ୍ଟ କରିବେ। ଠିକ୍ ଅଛି, ତାପରେ ଦେଖନ୍ତୁ ସେଇ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଏବଂ କନଫର୍ମ ଆକାଉଣ୍ଟ ନମ୍ବର ଦେବେ। ତାପରେ ଏଇ ଯେଉଁ ଗୋଟେ ଟିକ୍ରେ ସିଲେକ୍ଟ କରି ଆପଣ ଏଇ ଯେଉଁ କ୍ୟାପଚାକୁ ଏଇଠି ଏଣ୍ଟର କରି ପ୍ରୋସିଡ଼ରେ କ୍ଲିକ୍ କରିବେ। ବୁଝିପାରିଲେ? ତ ଦେଖନ୍ତୁ ମୁଁ ଏଇଠି ନିଜର ଆଧାର ନମ୍ବର ସିଲେକ୍ଟ କରିଦେଇ ତାପରେ ସିଡ଼ିଂ ଉପରେ କ୍ଲିକ୍ କଲି। ତାପରେ ନିଜର ଆମର ଯେଉଁ ବ୍ୟାଙ୍କ ଆକାଉଣ୍ଟ ସିଲେକ୍ଟ କରିଦେଲି। ତାପରେ ଏଇଠି ଦେଖନ୍ତୁ ସିଡ଼ିଂ ଟାଇପ୍, ଆମକୁ ଯେହେତୁ ନୂଆ ସିଡ଼ିଂ କରିବାକୁ ପଡ଼ିବ ତାହେଲେ ମୁଁ ଫ୍ରେଶ୍ ସିଡ଼ିଂ ଉପରେ କ୍ଲିକ୍ କଲି। ଠିକ୍ ଅଛି, ଯଦି ଆପଣ ନୂଆ ସିଡ଼ିଂ ଆପଣଙ୍କର ଇନ୍ଆକ୍ଟିଭ୍ ଅଛି, ଫ୍ରେଶ୍ ସିଡ଼ିଂ କରିବାକୁ ଚାହୁଁଛନ୍ତି ତାହେଲେ ଫ୍ରେଶ୍ ସିଡ଼ିଂ ଉପରେ କ୍ଲିକ୍ କରନ୍ତୁ। ତାପରେ ଆକାଉଣ୍ଟ ନମ୍ବର ଦେବେ। କନଫର୍ମ ଆକାଉଣ୍ଟ ନମ୍ବର ଦେଲା ପରେ ଗୋଟେ ଟିକ୍ ଉପରେ କ୍ଲିକ୍ କରିକି ଏଠି ଡବଲ୍ ଟିକ୍ ଆସିବ, ଡବଲ୍ ଟିକ୍ ଉପରେ କ୍ଲିକ୍ କରି ଏଠି କ୍ୟାପଚାକୁ ଦେବେ। ଠିକ୍ ଅଛି, ମୁଁ କ୍ୟାପଚା ଦେଇ ଦେଉଛି। କ୍ୟାପଚା ଦେଇକି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ। ଟର୍ମ ଆଣ୍ଡ କଣ୍ଡିସନ୍ ଆସିବ, ଏଟାକୁ ପଢ଼ିକି ଆପଣ ତଳେ ଯେଉଁ ଏଗ୍ରି ଆଣ୍ଡ କଣ୍ଟିନ୍ୟୁ ଏଇଠି ଲେଖା ଅଛି ସେଇଠି କ୍ଲିକ୍ କରନ୍ତୁ। ଠିକ୍ ଅଛି, ଟର୍ମ ଆଣ୍ଡ କଣ୍ଡିସନ୍ ଉପରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଆଧାର ରେଜିଷ୍ଟର ନମ୍ବରକୁ OTP ଯିବ। ଆପଣଙ୍କ ମୋବାଇଲ ନମ୍ବର ଲାଷ୍ଟ 4ଟା ଡିଜିଟ୍ ଦେଖାଇ ଦେଉଛି। OTP ଯିବ। OTP ଦେଇ ସବମିଟ୍ କଲା ପରେ ଆପଣଙ୍କର ରିକ୍ୱେଷ୍ଟଟି ଏଠାରେ ସବମିଟ୍ ହୋଇଯିବ। ତାପରେ ଦେଖନ୍ତୁ ଯଦି ଆପଣ ନିଜର ଷ୍ଟାଟସ୍ ଦେଖିବାକୁ ଚାହୁଁଛନ୍ତି ସବମିଟ୍ ହେଲା କି ନାହିଁ, ଦେଖାଇ ଦେଉଛି। ଏଇଠି ଦେଖନ୍ତୁ ଏଇ ଯେଉଁ ଏରୋ ମାର୍କ ଚିହ୍ନ ଅଛି, ଏଇଠି କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଏଇଠି ଦେଖନ୍ତୁ
चेक योर सर्विस स्टाटस ये जो सेकेंड ऑप्शन आम लिखाई चेक योर सर्विस स्टाटस से क्लिक करंतु चेक योर सर्विस स्टाटस ऊपर क्लिक कला जेहेतु आम नुआ सीडिंग करते सीडिंग ऊपर क्लिक करंतु जो डेट रे आपण सीडिंग करते से डेट सिलेक्ट करंतु एवं जदि आपण नुआ सीडिंग करते फ्रेश सीडिंग आम नुआ करते फ्रेश सीडिंग ऊपर क्लिक करंतु एवं तापर जो लिखाई सिलेक्ट योर सर्विस क्लिक कला पर देखंतु एवं एटी सर्च करंतु आधार सीडिंग स्टाटस सेठी लिखि दियंतु तापर आपणक रेफरेंस नंबर जहाँ थिबो जो आपण सीडिंग कला बेले जो रेफरेंस नंबर आपन को मेसेज जाइतिबो सेठी सबमिट करंतु एवं कैप्चा को एटी सबमिट करी आपण निजर चेक स्टाटस करि परिबे लिंक हिची कि नाही आपण जानि परिबे तापर देखंतु लिंक हो साइला परे आपणकर बैंक रे लिंक होइची कि नाही जानिबा पई 3 नंबर ऑप्शन ने क्लिक करंतु ठीक अछि 3 नंबर ऑप्शन ने क्लिक कला परे एटी आपणकर आधार नंबर एंटर करंतु तापर एटी कैप्चा एंटर करंतु आधार नंबर एंटर करी कैप्चा एंटर कर साइला परे रजिस्टर मोबाइल नंबर को गोटे ओटीपी को आम एंटर करिबा ओटीपी एंटर कला परे सबमिट ऊपर क्लिक करंतु देखंतु डीबीटी एनाबल होइची कि नाही जेहेतु मोर एनाबल हो जाइची एटी लिखिदेला एवं देखंतु को बैंक रे लिंक होइची पंजाब एंड सिंध बैंक देखंतु एटी डीबीटी मोर लिंक हो जाइची तापरे देखंतु आ गोटे अछि गेट योर आधार मैपिंग हिस्ट्री माने आपणकर आधार डीबीटी लिंक रो हिस्ट्री चेक करिया पई आपण सेठी क्लिक करंतु सेठी क्लिक कला पर पुणी थरे आपणक आधार नंबर एवं कैप्चा दे सबमिट करंतु कैप्चा दे सबमिट कला पर आपणक रजिस्टर नंबर को गोटे ओटीपी आसीबो ओटीपी दे सबमिट करंतु ओटीपी दे सबमिट कला पर आपण निजर डीबीटी हिस्ट्री जानि परिबे सांग माने या थिला आजिर वीडियो जदि वीडियोटी आपन को भल लगुथबो ताहले चैनल को लाइक शेयर सब्सक्राइब कर देबे एवं चैनल को आपणक सांग मानक संगरे मध्य शेयर करि परिबे आ गोटे इंपोर्टेंट कथा मु कहया भूली जाइतिले एटी देखंतु आपन जो डीबीटी लिंक करिवे एटा सब बैंक पई उपलब्ध नुहे किछि बैंक टा पई उपलब्ध को बैंक ना देखंतु आमर आंध्र प्रदेश बैंक हो गला आंध्र प्रदेश प्रगति अरुणाचल प्रदेश बैंक ऑफ बड़ौदा बैंक ऑफ इंडिया बैंक ऑफ महाराष्ट्र कानारा बैंक सेंट्रल बैंक ऑफ इंडिया ये भाया अल्प किछि बैंक पई उपलब्ध सबू बैंक पई एटा उपलब्ध नुहे यदि आपणक बैंक ये बैंक रो लिस्ट रे ना रे आसुची ताले आपण घरे बसी निजे मोबाइल डीबीटी लिंक करि परिबे जदि आपणक बैंक रो ना आसु नहीं ताहले आपन को निजर निकटस्थ जो बैंक रे आपनकर खाता थिबो सेही बैंक को जीवा पड़िबो एवं सेही बैंक रे जाई आपण बैंक रे कर्मचारी को कहिबे सर मोर डीबीटी लिंक करेबार अछि आपनक बैंक रे मो आधार संगरे जेहेतु मोर खाता एटी अछि से आपन को गोटे फॉर्म देबे डीबीटी लिंक रो एवं आपन को सेही फॉर्म फिलअप करी तांको सबमिट करिया को पड़िबो एवं 1 वीक माने 7 दिन भितर आपनकर डीबीटी लिंक सक्सेसफुली होई जिवो। धन्यवाद।